ତୁମ ପାଇଁ ମୁଁ ସେଇ ମୁକ୍ତି ପ୍ଲାନ୍ରୁ ନିକିଲି ସାରିଛି। ତୁମ ପାଇଁ ଏହି ନର୍ମାଲ ମଣିଷ ହୋଇସାରିଛି। ଏବେ ନର୍ମାଲ ମଣିଷର ପରିଚୟ ପାଇସାରିଛି। ମୋର ବି ଗୋଟେ ଭଲ ସାଙ୍ଗ ହିସାବରେ ସାହାଯ୍ୟ କରିବା ମୋର କର୍ତ୍ତବ୍ୟ। ସେମାନଙ୍କ ପ୍ଲାନ୍କୁ ଏବେ ଉଲ୍ଟା ଜବାବ ଦେବାର ସମୟ ଆସିଯାଇଛି। ଏବେଠାରୁ ଡବଲ ରୁଲ୍ ଚାଲିବ। ଚିକି କହିବେ, ସିଷ୍ଟର ସେମାନେ କେମିତି ଅଛନ୍ତି? ଦେଖନ୍ତୁ, ଏବେ କିଛି କହିପାରି ହେବ ନାହିଁ। ସେମାନେ ବର୍ତ୍ତମାନ ଏବେ ସିରିୟସ୍ ଅଛନ୍ତି। ହସ୍ପିଟାଲକୁ ଗୋଟିଏ ଛୋଟିଆ ବାଲକ ଆସିବେ ହନୁମାନ ରୂପ ଧରି। ସଙ୍କଟ ଅଛି ତ ସମାଧାନ ବି ଅଛି। ତୁମେ ବାସ୍ ଦେଖିବାର କଥା। ଭକ୍ତମାନଙ୍କୁ ସଙ୍କଟରୁ ରକ୍ଷା କରିବା ହେଉଛି ମୋର ନାମ ହେଉଛି ସଙ୍କଟ ମୋଚନ। ତୁମେ କାହିଁକି କାନ୍ଦୁଛ? ପ୍ରଭୁ ଶ୍ରୀରାମ ବି ଏମିତି ବିଚଳିତ ହୋଇଥିଲେ ଦିନେ ଲକ୍ଷ୍ମଣ ଜୀବନ ବଞ୍ଚାଇବା ପାଇଁ। ତୁମେ ବି କରିପାରିବ। ତୁମେ ବି ଚିନ୍ତା କର ନାହିଁ। କ୍ଷମା କରିଦିଅ ମା, ମୋର ପୁଅ ତୁମକୁ ହଇରାଣ କରିନାହାନ୍ତି ତ? ଆଜିଠାରୁ ହନୁମାନ ଜୟନ୍ତୀ ଅଛନ୍ତି ତ କମ୍ପିଟିସନ୍ ଭାଗ ନେଇଛନ୍ତି। ଗୋଟିଏ ଚେକଅପ୍ ରିପୋର୍ଟ ନେବା ପାଇଁ ମୁଁ ଏହି ହସ୍ପିଟାଲକୁ ଆସିଥିଲି। ଏହି ବଦମାସ ସମସ୍ତଙ୍କୁ ହଇରାଣ କରୁଛି। ମୁଁ ଗୋଟିଏ ଡକ୍ଟର ମ୍ୟାଡ଼ାମ୍। ମୁଁ ଗୋଟେ ଭଗବାନ ନାହିଁ ଯେ ସେ ଏମିତି କେମିତି ବଞ୍ଚାଇ ଦେବେ। ସେହି ପଏଜନ୍ ବିଷୟରେ କିଛି ନ ଜାଣିବାକୁ ହେବ। ସେହି ପଏଜନ୍ ବିଷୟରେ କିଛି ନ ଜାଣିଲେ କିଛି ବି କରିହେବ ନାହିଁ। ତାହାପରେ ଚିକି ଆସି କହିବେ, ସେହି ପଏଜନର ବୋତଲ କାଚ ଟୁକୁଡ଼ା ମୋରି ହାତରେ। ଯେଉଁ ପଏଜନକୁ ଆମ ପରିବାର ଲୋକ ସମସ୍ତେ ଖାଇ ମରିସାରିଛନ୍ତି। ମମ୍, ଏଯାଏଁ କିଛି ଗୋଟେ କର। ଆମ ପରିବାରକୁ ଯିଏ କ୍ଷତି କରିବାକୁ ଚାହୁଁଛି ସେ ଏଇଠି କେଉଁଠି ଅଛି। ନହେଲେ ଏହି କାଚ ବୋତଲ ଏଇଠି କେମିତି ଆସିବ? ନତାଶା ରବି ପାଖକୁ ଗଲାବେଳେ ଗୋଟିଏ ବ୍ୟାଗରେ ବମ୍ ଧରିକରି ଯାଇଥିବ। ତୁମେମାନେ ମୋତେ ଗୋଟିଏ ଥର କଷ୍ଟ ଦେଇଛ। ତୁମର ପୁଲିସ ଥାନାକୁ ଉଡ଼ାଇ ଦେଲି। ଏବେ ରହିଲା ସେହି ଚିକି ଓ ତାର ପରିବାର। ଆସୁଅଛି ଚିକି ତୋର ସର୍ବନାଶ ଦେଖିବା ପାଇଁ। ଚିକି ଆସି ଡକ୍ଟରକୁ କହିବେ, କେମିତି ହେଲା? ଦେଖନ୍ତୁ ଡକ୍ଟର, ମୁଁ କିଛି କହିପାରିବି ନାହିଁ। ଏଠି ସାଇନ୍ସ ହାର ମାନିସାରିଛି। ସେହି ଉପରବାଲାଙ୍କର ଆଶୀର୍ବାଦ ହିଁ ହେଲେ କିଛି କରିହେବ। ଏମିତି ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ଯଦି ପ୍ରଥମ ଥର ଆସିବେ, ଭିଡ଼ିଓ ଗୋଟେ ଲାଇକ୍ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।